ଆଜି ପଇଡ଼ ପିଇବାକୁ ଯାଇ ଏମିତି କନଫ୍ୟୁଜ ହେଲେ କାହିଁକି? ହେଲେ ସାଙ୍ଗମାନେ ଜୟ ଜଗନ୍ନାଥ। ମୁଁ ଅଭିଷେକ ଚେନ୍ନାଇରେ କାମ କରେ। 365 ଦିନ ଚ୍ୟାଲେଞ୍ଜ ବ୍ଲଗର ଆଜି ହେଲା ଡେ 23। କଥା କଣ କି ଏବେ ତ ମୋର ନାଇଟ୍ ସିଫ୍ଟ ଚାଲିଛି ଆଉ ନାଇଟ୍ ସିଫ୍ଟ ପୁରା ଭଲରେ ହେଇଗଲା। ହେଲେ ଆସିଲା ବେଳେ ଦେଖିଲି ରାସ୍ତା ପୁରା ଫାଙ୍କା ଅଛି। ବୋଧେ ମୁଁ ଜଲ୍ଦି ପଳେଇ ଆସିଛି। ନା ଜଲ୍ଦି ଆସିନି, ଆଜି ଟିକେ ଲେଟ୍ରେ ସକାଳ ହଉଛି। ହଁ ସାଙ୍ଗମାନେ ରୁମ୍ରେ ପହଞ୍ଚି ପ୍ରଥମେ ସବୁଦିନ ପରେ ଆଜି ବ୍ରସ୍ ବି କରିଦେଲି। ହେଲେ ଆଜି ବ୍ରେକଫାଷ୍ଟରେ ମୁଁ କିଛି ବନେଇବିନି। ନେଇ ଆସିଥିଲି ଓଟ୍ସ ଥିଲା ଆଉ ବିସ୍କିଟ୍ ନେଇ ଆସିଥିଲି। ତାକୁ ଭଲ ଭାବରେ ଚକୁଡ଼ିକି ପୁରା ପାଣି ଭଳିଆ ପିଇଦେଲି। ବ୍ରେକଫାଷ୍ଟ ସାରିକି ମୁଁ ପଳେଇ ଆସିଲି ଶୋଇବା ପାଇଁ। କି ରାତି ନିଦରେ ନିଦ ପୁରା ଅଲଗା ପ୍ରକାର। ଶୋଇକି ଉଠେ ଦେଖେ ତ ସମୟ ହେଲାଣି 2:30। ଭାବିଲି ଆଜି ଗଲା, ଆଜି ଖାଇବି କଣ? ହେଲେ ଦେଖିଲି ସାଙ୍ଗର ପାଳି ଥିଲା ବୋଲି ସିଏ ବି ରୋଷେଇ କରି ମତେ ଡାକିବାକୁ ଲାଗିଲା। ତାପରେ ମୁଁ ପଳେଇ ଆସିଲି। ଦେନ୍ ଆମର ଆଜି କିଛି ହେଇଛି ଏମିତି ଭେଣ୍ଡି ଭଜା, ଡାଲି, ଭାତକୁ ଆଉ ଏ ଦଳାଦଳି ଥିଲେ ମୋର ଭାତ ପୁରା ଉଠିଯିବ। ହଁ ସାଙ୍ଗମାନେ ଆଜିର ଖାଇବା କିଛି ଏମିତି ଥିଲା। ଭୋକ ଏତେ ଜୋର ଥିଲା ଯେ ଗାଧେଇବା ପର୍ଯ୍ୟନ୍ତ ଅପେକ୍ଷା କଲିନି, ସେମିତି ଖାଇଦେଲି। ଖାଇଦେଇକି ଆଉ ଥରେ ଶୋଇ ପଡିଥିଲି। ଆଉ ବର୍ତ୍ତମାନ ସମୟ ହେଲାଣି 5:20। ଆଉ ଏବେ ଚାଲିଲି ମୁଁ ଗାଧେଇବା ପାଇଁ। ଯେହେତୁ ମୁଁ ଗାଧେଇ ନଥିଲି ସେମିତି ଖାଇଥିଲି। ଏବେ ଗାଧେଇକି ଭଲ ଭାବରେ ଫ୍ରେଶ ହେଇଗଲି। ଦେନ୍ ଚାଲିଲି ମୁଁ ଡ୍ୟୁଟି। କେବେ ମୁଁ ଡ୍ୟୁଟି ମିସ୍ କରେନି, ଯେତେ କଷ୍ଟ ହଉ ପଛେ ଡ୍ୟୁଟି ଆଟେଣ୍ଡ। ଡ୍ୟୁଟି ଯିବା ବାଟରେ ରହିକି ଟିକେ ପଇଡ଼ ପିଇ ବୋଲି ଭାବିଲି। ହେଲେ ନା ମୁଁ କନଫ୍ୟୁଜ ହେଇଗଲି, କାହିଁକି ନା ଏଟା ଥିଲା 50, ସେଟା ଥିଲା 70। ହେଲେ ବାଧ୍ୟ ହେଇକି ମୁଁ 70 ବାଲା ଅର୍ଡର କରିଦେଲି, କାହିଁକି ନା ସେଟାରେ ବହୁତ ପାଣି ଥିଲା। ହଁ ସାଙ୍ଗମାନେ ଆଜି ପାଇଁ ଏତିକି। ବ୍ଲଗଟି ଭଲ ଲାଗିଥିଲେ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।